ଚାଲନ୍ତୁ ଆମେ ବୁଲିଯିବା ଶ୍ରୀ ବଳଦେବଜୀଉ କ୍ଷେତ୍ର କେନ୍ଦ୍ରାପଡ଼ା। ସେଠାରେ ଜଗନ୍ନାଥଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୁଏ। ପ୍ରଥମେ ନିତ୍ୟାନନ୍ଦ ବେଶ, ତାପରେ ଅବକାଶ ବେଶ। ଦେଖନ୍ତୁ କେତେ ସୁନ୍ଦର ହୋଇଛି। ନେକ୍ସଟ ଆମେ ପହଞ୍ଚିଗଲେ ଆସି ବଡ଼ ସିଂହାର ବେଶ, ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ। ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ କେତେ ସୁନ୍ଦର ହୋଇଛି। ନେକ୍ସଟ ଆମେ ପହଞ୍ଚିଗଲେ ଆସି ଚନ୍ଦନ ଲାଗି ବେଶ, ଜଗନ୍ନାଥଙ୍କର ଚନ୍ଦନ ଲାଗି ବେଶ ଦେଖନ୍ତୁ ଆପଣମାନେ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ଜଗନ୍ନାଥଙ୍କର ଗଜାନନ ବେଶ ବା ହାତୀ ବେଶ। ଏଇଟା ଦେବସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଆନନ୍ଦରେ ହୋଇଥାଏ। ନେକ୍ସଟ ଆମେ ପହଞ୍ଚିଗଲେ ଆସି ନବଯୌବନ ବେଶ, ଜଗନ୍ନାଥଙ୍କର ନବଯୌବନ ବେଶ। ନେକ୍ସଟ ଆମେ ପହଞ୍ଚିଗଲୁ ଆସିକିରି ଜଗନ୍ନାଥଙ୍କର ସନପଟା ଲାଗି ବେଶ, ବାହୁଡ଼ା ଯାତ୍ରା ପୂର୍ବ ଦିନ ହୋଇଥାଏ। ନେକ୍ସଟ ଆମେ ପହଞ୍ଚିଗଲୁ ଆସି ଟାହିଆ ଲାଗି ବେଶ। ଏ ପ୍ରକାର 32 ପ୍ରକାର ବେଶ ଦେଖିବେ ଆପଣମାନେ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ନେକ୍ସଟ ବେଶ ଦେଖନ୍ତୁ ଆପଣ ସୁନା ବେଶ, ଅତି ସୁନ୍ଦର ସୁନା ବେଶ, ଅତି ସୁନ୍ଦର ଦେଖିବାକୁ ସୁନା ବେଶ। ନେକ୍ସଟ ଆମେ ପହଞ୍ଚିଗଲୁ ଆସି ଝୁଲଣ ସନ୍ଧ୍ୟା ଧୂପ ବେଶ, ସନ୍ଧ୍ୟାବେଳେ ବେଶ ହୁଏ, ଅନୁଷ୍ଠିତ ହୁଏ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ବଣଭୋଜି ବେଶ, ଠାକୁରଙ୍କର ବଣଭୋଜି ବେଶ, ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ବଣଭୋଜି ବେଶ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ଜଗନ୍ନାଥ କାଳିଆ ଦଳନ ବେଶ, କାଳିଆ ଦଳନ ବେଶ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ଜଗନ୍ନାଥ ମହାପ୍ରଭୁଙ୍କର ବଳ ସ୍ୱୟଂବର ଶୁଦ୍ଧ ଭଗବତ ବେଶ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ କୃଷ୍ଣ ବଳରାମ ବେଶ, ଜଗନ୍ନାଥ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ବାମନ ବେଶ, ଜଗନ୍ନାଥ ମହାପ୍ରଭୁଙ୍କର ବାମନ ବେଶ। ନେକ୍ସଟ ଆମେ ପହଞ୍ଚିଗଲୁ ରାଧା ଦାମୋଦର ବେଶ, ଜଗନ୍ନାଥ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ। ନେକ୍ସଟ ଆମେ ଆସି ପହଞ୍ଚିଗଲୁ ଜଗନ୍ନାଥଙ୍କର ହରିହର ବେଶ, ଦେଖନ୍ତୁ ଆପଣ ହରିହର ବେଶ। ନେକ୍ସଟ ଆମେ ପହଞ୍ଚିଗଲୁ ଆସି ଜଗନ୍ନାଥ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ, ଦେଖନ୍ତୁ କେତେ ସୁନ୍ଦର ହୋଇଛି ଲକ୍ଷ୍ମୀ ନାରାୟଣ ବେଶ। ତେଣୁ ଜଗନ୍ନାଥଙ୍କର ମୁଖ୍ୟ ଦ୍ୱାର ଏଇଟା, ମହାପ୍ରଭୁଙ୍କର ଫଟୋ କେତେ ସୁନ୍ଦର ହୋଇଛି।